ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 8ର ୟୁନିଟ୍ 2 ଗ୍ରାମୀଣ ଭାରତରେ ଶ୍ରେଣୀ ସଂରଚନାର ଆବିର୍ଭାବ। ଭାରତବର୍ଷରେ ସାମାଜିକ ଶ୍ରେଣୀଗୁଡ଼ିକୁ ବର୍ତ୍ତମାନ ଆମେ ଯେପରି ଭାବେ ଦେଖିଥାଉ ତାର ସୃଷ୍ଟି ବ୍ରିଟିଶ ଶାସନ ସମୟରେ ହିଁ ହୋଇଥିଲା। ତାର ଅର୍ଥ ନୁହେଁ ଯେ ଭାରତୀୟ ସମାଜରେ ବ୍ରିଟିଶ ଶାସନ ପୂର୍ବରୁ ଭାରତୀୟ ସମାଜରେ ଶ୍ରେଣୀର ପରିସର ସୁସ୍ପଷ୍ଟ ନଥିଲା। ଭାରତୀୟ ସମାଜର ଭିତ୍ତି ରୂପେ ପରିଗଣିତ ଗ୍ରାମ୍ୟ ସମୁଦାୟର ଆତ୍ମନିର୍ଭରଶୀଳତା ଏହା ପଛର କାରଣ ଥିଲା। ଅର୍ଥାତ୍ ଗ୍ରାମରେ ଉପଭୋଗର ଆବଶ୍ୟକତାକୁ ଗ୍ରାମ୍ୟ ସମୁଦାୟ ଉତ୍ପନ୍ନ କରୁଥିଲା। ଯେତେବେଳେ ଶ୍ରେଣୀ ପରିସର ପରିଦୃଷ୍ଟ ହେଉଥିଲା ଏହା ଜାତି ଉପାଦାନ ଦ୍ୱାରା ନିମ୍ନ ଦେଖାଯାଉଥିଲା। ପ୍ରକୃତରେ ଶାସକ ଓ ଶାସିତ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ କ୍ଷେତ୍ରରେ ଶ୍ରେଣୀର ଦିଗ ପ୍ରକାଶିତ ହେଉଥିଲା। ରାଜା ଏବଂ ତାଙ୍କର ପରିଷଦମାନେ ଏକ ସମ୍ପୂର୍ଣ୍ଣ ଶ୍ରେଣୀକୁ ପ୍ରତିନିଧିତ୍ୱ କରୁଥିଲେ ଯାହାକି ପ୍ରଜାମାନଙ୍କଠାରୁ ଭିନ୍ନ ଥିଲା। ଏହି ପରିଷଦମାନେ ଜମିଦାର, ଜାଗିରଦାର ଏବଂ ଅନ୍ୟାନ୍ୟ ବହୁ ଲୋକଙ୍କୁ ନେଇ ଗଠିତ ଥିଲା। ଏମାନେ ରାଜାଙ୍କ ସମେତ ଗ୍ରାମ୍ୟ ସମୁଦାୟରୁ ଆଦାୟ ହେଉଥିବା ରାଜସ୍ୱ ବା ଆୟ ଉପରେ ଚଳୁଥିଲେ।